ଆରେ ବନ୍ଧୁଗଣ, ଚତୁର୍ଥ ଦିନର ପ୍ରୋଟେଷ୍ଟ ସରିକି ପଞ୍ଚମ ଦିନରେ ପହଞ୍ଚିଲାଣି। ମାତ୍ର 100ରୁ 200 ପିଲା ଧାରଣାରେ ବସିଛନ୍ତି, ଅନ୍ୟମାନେ ଘରେ ରେଷ୍ଟ କରୁଛନ୍ତି, ନୂଆବର୍ଷ ସେଲିବ୍ରେଟ୍ କରୁଛନ୍ତି। ତ ଏଠି କରପ୍ଟେଡ୍ ଅଫିସରମାନେ ମାତିଛନ୍ତି, ପ୍ରୋସେସ୍କୁ ଡିଲେ କରାଉଛନ୍ତି ତାଙ୍କର କୌଣସି ଉଦ୍ଦେଶ୍ୟ ରଖିକି। এই ପିଲାମାନେ ଷ୍ଟ୍ରଗଲ୍ କରୁଛନ୍ତି, ତାଙ୍କୁ ସପୋର୍ଟ ଦରକାର ଫିଜିକାଲି, ମେଣ୍ଟାଲି ଆଉ ଫିନାନ୍ସିଆଲି। ଯିଏ ବି ଭୁବନେଶ୍ୱର ଆଖପାଖରେ ରହୁଛ, ନିହାତି ଆସିକି ଆଜି 2 ତାରିଖ ଜାନୁଆରୀ 2026 ତାଙ୍କ ସହିତ ଯୋଗ ଦିଅ, ଯାହାଫଳରେ କି ଖୁବ୍ ଶୀଘ୍ର ଡିଭି ଲିଷ୍ଟ ଆଉ ଡିଭି ପୂର୍ବରୁ ଯେଉଁ କଟ୍ ଅଫ୍ ଆସେ ତାହା ଆସିବ, ନଚେତ୍ ଏମିତି ସେମାନେ ଖେଳିବେ। କାରଣ ପ୍ରେସର ବନିବନି ତାଙ୍କ ଉପରେ। ଯଦି ତୁମେ କମ୍ ପିଲା ରହିବ, ପ୍ରେସର ବନିବ ନାହିଁ। ନିହାତି ଆମର ବହୁତ ପିଲା ଆସିବା ଦରକାର। ଦେଖ, ଆର୍ଟ୍ସ, ଓଡ଼ିଆ 2000 ପାଖାପାଖି ପୋଷ୍ଟ, 1800 2000 ପୋଷ୍ଟ, ପିଲା 200 ବସିଲେ କେବେ ବି ତାଙ୍କ ଉପରେ ପ୍ରେସର ବନିବନି। ସେ ଧ୍ୟାନ ବି ଦେଉନାହାନ୍ତି, କଥା ବି ହେଉନାହାନ୍ତି। ତେଣୁକରି ପ୍ରେସର ନିହାତି ସରକାର ଉପରେ ଆଉ OSSCର ସେ କରପ୍ଟେଡ୍ ଅଧିକାରୀମାନଙ୍କ ଉପରେ ବନିବା ଦରକାର। ସୋ ଡେଫିନେଟଲି ସମସ୍ତଙ୍କର ସପୋର୍ଟ ଦରକାର। ଆଉ ଯିଏ ବି ବହୁତ ଦୂରରେ ଅଛ, ମାନେ ବହୁତ ଲଙ୍ଗରେ ଅଛ, ଆଟଲିଷ୍ଟ ସେମାନଙ୍କୁ କିଛି ଫିନାନ୍ସିଆଲ ସପୋର୍ଟ କର, ଯାହାଦ୍ୱାରା କି ସେମାନେ କ'ଣ କରିପାରିବେ, ଆଟଲିଷ୍ଟ ସେ ଯେଉଁ ବ୍ରେକଫାଷ୍ଟ, ଲଞ୍ଚ, ଡିନର ବି ତାଙ୍କ ପାଇଁ ଆରେଞ୍ଜ ହୋଇପାରିବ, ରାଇଟ୍। ଚା ଟିକେ ପିଆଯାଇପାରିବ ଏ ଶୀତ କୁହୁଡ଼ି କାକରରେ। ନିହାତି ସମସ୍ତଙ୍କର ସପୋର୍ଟ ଦରକାର, ନିହାତି ସମସ୍ତେ ସପୋର୍ଟ କରନ୍ତୁ।